ଶ୍ରୋତା ବନ୍ଧୁ, ପ୍ରତି ମଣିଷର ଜୀବନ ଏକ ମହାଗ୍ରନ୍ଥ। ଏ ଗ୍ରନ୍ଥ ଭିତରେ ସାଇତା ଥାଏ ତାର ଜୀବନର ଅନେକ ଅବସ୍ଥାକୁ ନେଇକି ତାର ଅନୁଭବ, ଅନୁଭୂତି, ଉପଲବ୍ଧି। ପ୍ରତ୍ୟେକ ମଣିଷ ବହୁ ପ୍ରକାର ପରିସ୍ଥିତିର ସାମ୍ନା କରିଥାନ୍ତି। ଏହି ସାମ୍ନା କରିବା ଭିତରେ ଏତେ ଅନୁଭବ, ଅନୁଭୂତି ମଣିଷ ସାଉଁଟି ଥାଏ ଯେ ବେଳେବେଳେ ବିବେକବାନ ମଣିଷ, ବିଚାରବନ୍ତ ମଣିଷ ନୀରବ ରହିଯାଏ। ଜଗତ ଏତେ ବିଚିତ୍ର ଯେ ବେଳେବେଳେ ମଣିଷକୁ ସାମ୍ନା ମଣିଷର କଥା, ତାର ବ୍ୟବହାରକୁ ବୁଝି ସାରିଲା ପରେ କେବଳ ନୀରବତାଟାକୁ ଗ୍ରହଣ କରି ନେଇ ଚୁପ୍ ରହିବାକୁ ସେ ଶ୍ରେୟସ୍କର ମନେ କରେ। ଆଜି ମୋର ଏକ ଗପ ଆପଣମାନଙ୍କ ଉଦ୍ଦେଶ୍ୟରେ, ଯାହା ଆପଣମାନଙ୍କୁ ଏପରି ଏକ ଅନୁଭବ ଦେବ ଯାହା ବୋଧହୁଏ ଆପଣ ଅଙ୍ଗେ ନିଭେଇଥିବେ ଅଥଚ କହିପାରିନଥିବେ, ନୀରବ ରହିଯାଇଥିବେ। କିନ୍ତୁ ଆଜି এই ଗପ ମାଧ୍ୟମରେ ଆପଣଙ୍କର ଅକୁହା କଥା ଆପଣ ପୁଣି ଥରେ ନ କହିଲେ ବି ଅନୁଭବ କରିବେ ନିଶ୍ଚୟ। ମୋର ଗପର ଶୀର୍ଷକ ହେଉଛି ଉପହାର। ଜୀବନକୁ ଯିବା ବେଳେ ହିଁ ଜୀବନର ଅନେକ ଗଣ୍ଠି ଧୀରେ ଧୀରେ ଖୋଲିଯାଏ। ଗଣ୍ଠି ଭିତରେ ଛତିମରା କିଛି ପାଉଁଶ ଭଳି ଗୁଣ୍ଡ ଥାଏ, ଯାହା ଧୀରେ ଧୀରେ ସେ ଗଣ୍ଠି ସବୁକୁ ଖୋତରା କରି ହୁଗୁଳେଇ ଦେଉଥାଏ। ଖୋତରି ଯାଏ ମିଛ ସ୍ନେହ, ଦେଖାଣିଆ ଆନ୍ତରିକତା। ଦିନର ଆଲୁଅ ପରି ସ୍ପଷ୍ଟ ଦିଶେ ସମ୍ପର୍କ ମାନଙ୍କର ପ୍ରକୃତ ସ୍ୱରୂପ। ଅବସରପ୍ରାପ୍ତ ବିପିନ ବାବୁଙ୍କ ସ୍ତ୍ରୀ ସଙ୍ଗୀତାଙ୍କ ଜୀବନରେ ଏ ପ୍ରକାର ଅନୁଭବ ଏଇମାତ୍ର ହେଲା ଯେତେବେଳେ ସେ ନୂଆ କରି ଗଢ଼ି ଉଠିଥିବା ଦେବୀ ମାତା କଲୋନୀରେ ଆସି ଭଡ଼ା ନେଇ ରହିଲେ। ସଙ୍ଗୀତା ଥିଲେ ଖୁବ୍ ସ୍ନେହୀ, ମେଳାପି ଓ ଭାରି ଗପୁଡ଼ି। ଯୋଉଠି ରହନ୍ତି ସେଇଠି ସେ ବିଭିନ୍ନ ସମ୍ପର୍କ ଯୋଡ଼ି ବସନ୍ତି। କାହାକୁ ଧରମ ଝିଅ କରିବେ, କାହାକୁ ଭଉଣୀ, କାହାକୁ ମା, ଆଉ ପୁଣି କାହାକୁ ଭାଇ। ସଙ୍ଗୀତା ଜଣେ ସାଧାରଣ ଗୃହିଣୀ। ଏହି କଲୋନୀରେ ରହିବା ପୂର୍ବରୁ ସେହି ସ୍ଥାନରୁ ପ୍ରାୟ 50 କିଲୋମିଟର ଦୂରରେ ଥିବା ସ୍ୱାମୀଙ୍କ ଚାକିରି ସ୍ଥାନରେ ସେ ରହୁଥିଲେ। ବିପିନ ବାବୁ ଥିଲେ ଜଣେ ଛାତ୍ର ବତ୍ସଳ ଶିକ୍ଷକ। ଚାକିରିରୁ ଅବସର ପରେ ସେ ସଙ୍ଗୀତାକୁ ନେଇ ଆସିଲେ ଜନଗହଳି ଥିବା କଲୋନୀ ଭିତରକୁ। ଏଇ ନେଇ ଆସିବା ପଛରେ ଏକ କାରଣ ଥିଲା। କାରଣ ନିଜର ବାପ ଜେଜେ ଅମଳର ଡିହ ଖଣ୍ଡେ ଓ ମାଣକ ଜମି କଥା ବୁଝିବାକୁ ତାଙ୍କୁ ମଝିରେ ମଝିରେ ଗାଁକୁ ଯିବାକୁ ହେଉଥିଲା। ଗାଁରୁ ହିଁ ମିଳିଯାଏ ତାଙ୍କୁ ବର୍ଷକ ପାଇଁ ଫାଳ ହରଡ଼, ମୁଗ, ବିରି, ପନିପରିବା ଓ ଉଆ ପକ୍ଷିଆ ଚାଉଳ 4 ବସ୍ତା। ଉଭୟଙ୍କ ଜୀବନ ଖୁବ୍ ସୁରୁଖୁରୁରେ ଚାଲିଥାଏ। 4 ବର୍ଷ ତଳୁ ଏକମାତ୍ର ଝିଅକୁ ବାହା କରିଦେଇଥିବାରୁ ସେମାନେ ଚିନ୍ତାମୁକ୍ତ ମଧ୍ୟ ଥିଲେ। ଅବସର ପ୍ରାପ୍ତି ପରେ ଯାହା 2 ପଇସା ଜମା ରଖିଥିଲେ, ସେଥିରେ ଆଉ କିଛି ଅର୍ଥ ମିଶେଇ ବିପିନ ବାବୁ ପୈତୃକ ଚାଷ ଭୂମିକୁ ଲଗେଇକି ଆଉ ମାଣେ ଚାଷ ଜମି କିଣିବା ପାଇଁ ଯୋଜନା କରୁଥିଲେ। ସଙ୍ଗୀତା ଥିଲେ ବିପିନ ବାବୁଙ୍କ ଠାରୁ ମାତ୍ର ବର୍ଷେ ସାନ। ତେଣୁ ଉଭୟଙ୍କ ଭିତରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଅପେକ୍ଷା ବନ୍ଧୁତା ଥିଲା ଖୁବ୍ ନିବିଡ଼। ତେଣୁ ସ୍ତ୍ରୀ ସଙ୍ଗୀତାଙ୍କ ସ୍ୱଭାବକୁ ସେ ବେଶ ବୁଝିପାରନ୍ତି। ବିପିନ ବାବୁ ବୁଝିପାରୁଥିଲେ ଯେ ସଙ୍ଗୀତା ତାଙ୍କର ଚାକିରି ଯୋଗୁଁ ସ୍କୁଲ ପାଖ ଘରଟିରେ ବାଧ୍ୟ ହୋଇ ରହୁଛନ୍ତି। ମାତ୍ର ଅବସର ପରଠାରୁ ବିପିନ ବାବୁ ବାହାରକୁ କିଛି ସମୟ ପାଇଁ ଗଲେ ମଧ୍ୟ ସଙ୍ଗୀତା ବ୍ୟସ୍ତ ହୋଇ ତାଙ୍କୁ ବାରମ୍ବାର ଖୁବ୍ ଖୋଜନ୍ତି। କାରଣ ତାଙ୍କ ପାଖରେ ସୁଖ ଦୁଃଖ ହେବାକୁ ସେ କାହାକୁ ପାଆନ୍ତିନି। ବେଳେ ବେଳେ ଏତେ ବିରକ୍ତି କରନ୍ତି ଯେ ଜରୁରୀ କାମକୁ ଅଧାରେ ପକେଇ ବିପିନ ବାବୁଙ୍କୁ ଘରକୁ ଫେରି ଆସିବାକୁ ହୁଏ। ବିପିନ ବାବୁ ବୁଝିପାରୁଥିଲେ ଯେ ଏକୁଟିଆ ହୋଇପଡୁଥିବାରୁ ସଙ୍ଗୀତା ଏପରି ତାଙ୍କୁ ଖୋଜୁଛନ୍ତି। ବୟସ୍କ ହେଲା ପରେ
ଏଇ ଲୋଡ଼ିବାପଣଟି ବୋଧେ ଏମିତି ବଢ଼ିଯାଏ। ଲୋକ ଗହଳିରେ ରହିଲେ ଆଉ ବେଶୀ ଖୋଜିବେନି ଓ ଗପସପରେ ସଙ୍ଗୀତା ଆଉ ନିଜକୁ ଏକଲା ମନେ କରିବନି ବୋଲି ମନେ କରି ସେ ତାଙ୍କୁ ନୂଆ କଲୋନୀକୁ ନେଇ ଆସିଥିଲେ। ବିପିନ ବାବୁଙ୍କର ବିଶ୍ୱାସ ଥିଲା ଯେ ସମ୍ପର୍କର ରଜ୍ଜୁରେ ଜଗତକୁ ବାନ୍ଧି ରଖିବାକୁ ଚାହୁଁଥିବା ସଙ୍ଗୀତା ନିଶ୍ଚିତ ଭାବରେ କଲୋନୀର ଲୋକମାନଙ୍କ ସହିତ ଅଧିକ ଉତ୍ସାହିତ ରହିବେ। ସତକୁ ସତ ନୂଆ କଲୋନୀକୁ ଆସିବା ପରେ ସଙ୍ଗୀତାଙ୍କ ଦିନ ଖୁବ୍ ଆନନ୍ଦରେ କଟିବାକୁ ଲାଗିଲା। ୟା ଭିତରେ କଲୋନୀକୁ ଆସିବା ପ୍ରାୟ 5 ମାସ ବିତି ଯାଇଥିଲା। ସଙ୍ଗୀତା ତାଙ୍କ ସ୍ୱଭାବ କ୍ରମେ ସମସ୍ତଙ୍କୁ ସ୍ନେହ ଆଦର କରି ବିଭିନ୍ନ ସମ୍ପର୍କ ବାନ୍ଧି ସାରିଥିଲେ। ପାଖ ପଡ଼ୋଶୀ ନୀଳିମା, ପ୍ରତିଭା ଏବଂ ସୁରଭିଙ୍କ ସହିତ ତାଙ୍କର ବନ୍ଧୁତା ଗଢ଼ି ଉଠିଥିଲା। ସଙ୍ଗୀତାଙ୍କୁ କିଏ ଖୁଡ଼ୀ, ମାଇଁ, ମାଉସୀ, ବାନ୍ଧବୀମାନେ ତାଙ୍କୁ ଗୀତା ଗୀତା କହି ଡାକ ପକାଉଥିଲେ। ଆଜି କାହା ଘରେ 21ର ଶିରିଣୀ ପାଲା ହେଲାଣି ତ, ଆଜି କାହା ଘରେ 21ର ଶିରିଣୀ ପାଲା ହେଲାଣି ତ, ପୁଣି କାହା ଘରେ ଝିଅ ବାହାଘର, କାହାର ଜନ୍ମଦିନ ହେଲାଣି ତ, କାହାର ବିବାହ ବାର୍ଷିକୀ ପାଳନ, ସବୁଠି ସଙ୍ଗୀତାଙ୍କୁ ଡକା ଆଉ ଲୋଡ଼ା। ଏଇ ଖୋଜା ଲୋଡ଼ା ଭିତରେ ସଙ୍ଗୀତାଙ୍କ ଦିନରାତି ବିତି ଚାଲେ। ସଙ୍ଗୀତା ବିପିନ ବାବୁଙ୍କୁ ଆଉ ବେଶୀ ସମୟ ଖୋଜିଲେ ନାହିଁ। କଲୋନୀର ଯାବତୀୟ ଘଟଣା ସମ୍ପର୍କରେ ଗପିବା ପାଇଁ ସ୍ୱାମୀଙ୍କ ଫେରିବା ବାଟକୁ ଅପେକ୍ଷା କରି ରହନ୍ତି। କାରଣ ବିପିନ ବାବୁ ହିଁ ତାଙ୍କ କଥା ଶୁଣି ଉତ୍କଣ୍ଠାର ସହିତ ପଚାରି ବସନ୍ତି, କ'ଣ, କେମିତି, କାହିଁକି ଓ ତାପରେ କ'ଣ ହେଲା? କାମରୁ ମୁକ୍ତ ହୋଇ ଯେତେବେଳେ ବିପିନ ବାବୁ ଘରକୁ ଫେରନ୍ତି, ସଙ୍ଗୀତା ଆରମ୍ଭ କରନ୍ତି, କାହା ଘରେ କି ସମସ୍ୟା ଅଛି, ସାଙ୍ଗମାନେ କି ପ୍ରକାର ଭାବିଚିନ୍ତି ଘରର ସଉଦା କିଣୁଛନ୍ତି, କାହାର ଚାକିରିଆ ପୁଅ ବାପ ମା ମାଙ୍କୁ ପଚାରୁନି, ମିଠା ଆଚାରରେ କେତେ ତେଲ ଦେଲେ ସେ ବହୁତ ଦିନ ପର୍ଯ୍ୟନ୍ତ ନରମ ରହିବ, ଏମିତି ଅନେକ କଥା। ଗପୁ ଗପୁ ଯେତେବେଳେ ତାଙ୍କୁ ନିଦ ଆସେ ସେତେବେଳେ ଯାଇ ସେ ହାଲିଆ ମାରି ଶୋଇପଡ଼ନ୍ତି। ସଙ୍ଗୀତାଙ୍କ ନିଶ୍ଚିନ୍ତ ଜୀବନଧାରାକୁ ଦେଖି ବିପିନ ବାବୁ ମଧ୍ୟ ଖୁବ୍ ଖୁସି ହୁଅନ୍ତି। ମଣିଷ ବୟସ୍କ ହେଲେ ଯେତେ ଖୁସି ବାସିରେ ରହିବ ସେତେ ନିରୋଗ ହେବ। ହସ୍କୁରି ସଙ୍ଗୀତା ଏମିତି ଥିଲେ ଯେ କେହି ବାଧିଲା ପରି ଟାଣ କରି କହିଲେ ବି ତାଙ୍କୁ କିଛି କଷ୍ଟ ହୁଏନି। ସବୁବେଳେ ହସଧାରେ ଲାଖିଥାଏ ତାଙ୍କ ଓଠରେ। ମାତ୍ର କିଛି ଦିନ ପରେ ସଙ୍ଗୀତାଙ୍କ ଭିତରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଥିଲେ ବିପିନ ବାବୁ। ସେ ପ୍ରାୟ ଗୁମସୁମ ଓ ବିଷଣ୍ଣ ରହୁଥିଲେ। ବିପିନ ବାବୁ ସଙ୍ଗୀତାଙ୍କୁ ଚୁପ୍ ରହିବା ଦେଖି ଖୁବ୍ ମନ ଦୁଃଖ କରନ୍ତି, କାରଣ ସଙ୍ଗୀତାଙ୍କ ପ୍ରକୃତିକୁ ସେ ବେଶ ଭଲ ଭାବରେ ଜାଣନ୍ତି। ବେଳେ ବେଳେ କିଛି ନ ବୁଝିଲା ପରି ଅଭିନୟ କରି ସଙ୍ଗୀତାକୁ ପଚାରି ଦିଅନ୍ତି, ଆଜି କ'ଣ ଗପୁଡ଼ି ରାଣୀଙ୍କ ଗପ ପିଢ଼ିରୁ କଥା ସରିଯାଇଛି କି? କ'ଣ ଖବର? ମାତ୍ର ଦିନକୁ ଦିନ ମେଘଢଙ୍କା ଆକାଶ ପରି ଗମ୍ଭୀର ଦିଶୁଥିଲା ସଙ୍ଗୀତାଙ୍କ ମୁହଁ। ବିପିନ ବାବୁ ପୁଣି ପଚାରିଲେ, ତମେ ତ ଚୁପ୍ ରହିବା ଲୋକ ନୁହେଁ, କ'ଣ ହେଇଛି? ସେଦିନ ମଧ୍ୟ ତାଙ୍କ କଥା ଏଡ଼େଇ ଦେଇ ସଙ୍ଗୀତା କାମ ବାହାନାରେ ରୋଷେଇ ଘର ଭିତରକୁ ଚାଲିଗଲେ। ବିପିନ ବାବୁ କ'ଣ ଭାବି ତାଙ୍କ ପଛେ ପଛେ ଭିତରକୁ ଗଲାବେଳକୁ ଦେଖିଲେ ସଙ୍ଗୀତା ତାଙ୍କ ଶାଢ଼ୀ କାନିରେ ଆଖି ପୋଛୁଛନ୍ତି। ସ୍ୱାମୀଙ୍କୁ ଦେଖୁ ଦେଖୁ କହି ପକେଇଲେ, ଏ ଦେଖୁନ, ମୋ ଆଖିରେ ଲଙ୍କା ହାତଟା ବାଜିଗଲା ତ, ଭାରି ପୋଡ଼ୁଛି। ବିପିନ ବାବୁ ସଙ୍ଗୀତାଙ୍କ ଲାଲ ଆଖିକୁ ଦେଖି ବୁଝିଗଲେ ଯେ ସଙ୍ଗୀତା ଖୁବ୍ ଜୋରରେ କାନ୍ଦୁଛନ୍ତି। ସେ ଏ କଥା ଜାଣିପାରିଲେ ବୋଲି ସଙ୍ଗୀତାଙ୍କୁ ନ ଜଣେଇ ଶୋଇବା ଘରକୁ ଚାଲି ଆସି ମିଛିମିଛିକା ଶୋଇପଡ଼ିଲେ। ବେଶ କିଛି ସମୟ ବିତିଗଲା। ପାଖାପାଖି ଅଧରାତି ବେଳକୁ ସଙ୍ଗୀତା ଆସି ତାଙ୍କ ପିଠିକୁ ପଛ କରି ଶୋଇଲେ। ଦୀର୍ଘ ଶ୍ୱାସ ଓ ସୁଁ ସୁଁ ଶବ୍ଦ ଶୁଣି ସେ ଭାବୁଥାନ୍ତି, ଏମିତି କିଛି ଗୋଟେ କଥା ଯାହା ସଙ୍ଗୀତାଙ୍କୁ ନିଶ୍ଚୟ କଷ୍ଟ ଦେଉଛି। ସେ ଉଠି ବସି ସଙ୍ଗୀତାଙ୍କ କାନ୍ଧରେ ହାତ ରଖିଲେ ଓ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଥିବା ଛୋଟ ପିଲାଟିଏ ଯେମିତି କାହାର ସାମାନ୍ୟ ଆଦର ପାଇଲେ ତା ଉପରକୁ ଆଉଜି ପଡ଼େ, ଠିକ୍ ସେମିତି ସଙ୍ଗୀତା ହଠାତ୍ ବିପିନଙ୍କ ଆଡ଼କୁ ବୁଲି ପଡ଼ି ତାଙ୍କ କୋଳରେ ମୁଣ୍ଡ ରଖି ଜୋରରେ କାନ୍ଦିବାକୁ ଲାଗିଲେ।
ଦୁଃଖରେ କାତର ମଣିଷକୁ କିଛି ନ ବୁଝେଇ ସେମିତି ଛାଡ଼ିଦେବା ଉଚିତ ହେବନି ଭାବି ବିପିନ ବାବୁ ନୀରବରେ ବସି ରହିଲେ। ପାଖ ଟେବୁଲରୁ ପାଣି ବୋତଲକୁ ଧରେଇ ଦେଇ ବିପିନ ବାବୁ କହିଲେ, ଟିକେ ପାଣି ପିଇଦେ, ଭଲ ଲାଗିବ। କୋଉ କଥାରେ ଏମିତି କାନ୍ଦୁଛୁ? ବିପିନ ବାବୁ ପଚାରୁଥାନ୍ତି ସତ, ହେଲେ ବୁଝି ପାରୁଥାନ୍ତି ଯେ ଦିନ ରାତି ହସୁଥିବା ସଙ୍ଗୀତାକୁ ଏମିତି କିଛି ବାଧିଛି ଯାହା ସେ ସହି ନ ପାରି କଷ୍ଟ ପାଉଛି। କିଛି ଦିନ ତଳେ ତ ସେ ଖୁବ୍ ଖୁସି ଥିଲା। ଏଇ 6 ମାସ ଭିତରେ ସେଇ କଲୋନୀରେ ଯାହା ଯାହା ଘଟିଛି, ସଙ୍ଗୀତା ସେସବୁର ଟିକନିକ କଥା ବିପିନ ବାବୁଙ୍କୁ କହିଛନ୍ତି। ମିଶ୍ର ବାବୁଙ୍କ ସ୍ତ୍ରୀ ନୀଳିମା, ଦାସ ବାବୁଙ୍କ ସ୍ତ୍ରୀ ପ୍ରତିଭା ଏବଂ ପରିଡ଼ା ବାବୁଙ୍କ ସ୍ତ୍ରୀ ସୁରଭି ଥିଲେ ତାଙ୍କର ପ୍ରିୟ ବାନ୍ଧବୀ। ସଙ୍ଗୀତାଙ୍କ କହିବା ଅନୁସାରେ ନୀଳିମା ତାଙ୍କ ଦାମିକା ଗହଣା ଓ ଶାଢ଼ୀ ଦେଖେଇ ତାଙ୍କର ସେସବୁ ନାହିଁ ବୋଲି ତା ଉପରେ ଦୟା ଦେଖାନ୍ତି। ସୁରଭି ଭଲ ଭଲ ଖାଦ୍ୟ ପ୍ରଣାଳୀର ସୂଚନା ଦେବା ଛଳରେ ସଙ୍ଗୀତାଙ୍କୁ ଯେ ଢଙ୍ଗର ରୋଷେଇ ଆସେ ନାହିଁ ବାରମ୍ବାର ପରିହାସ କରନ୍ତି। ବିପିନ ବାବୁ ଭାବୁଥିଲେ ଏସବୁ କଥାକୁ ସଙ୍ଗୀତା ସହି ନେଇ ସାରିଛନ୍ତି, ମାତ୍ର କଣ ହେଲା କେଜାଣି, କାହିଁକି ଏମିତି ସେ ବ୍ୟତିବ୍ୟସ୍ତ ଓ ଭାଙ୍ଗି ପଡ଼ିଛି? ତାଙ୍କ ଭାବନାରେ ବାଧା ଦେଇ ସଙ୍ଗୀତା ଧକେଇ ଧକେଇ କହିଲେ, ଜାଣିଛ, ମୋ ନାଁରେ ନୀଳିମା ପ୍ରତିଭା ଆଗରେ ଇଆଡୁ ସିଆଡୁ ବହେ ଗପିଛି। ମୋର କାଳେ ଭଲ ଶାଢ଼ୀ ନାହିଁ ବୋଲି ସେଥିପାଇଁ କୁଆଡ଼େ ମୁଁ ସମସ୍ତଙ୍କ ଶାଢ଼ୀକୁ ଲୋଭିଲା ଆଖିରେ ଚାହିଁ ରହେ। ପୁଣି ଖାଇବା ଜିନିଷରେ ମୋର କାଳେ ଖୁବ୍ ଲୋଭ, ଆଉ ସୁନା ଗହଣା ଦେଖିଲେ ମୁଁ କୁଆଡ଼େ ଲୋଭିଲା ଆଖିରେ ଚାହିଁ ରହେ। ମୁଁ ତ ଏମିତି ନୁହେଁ। ମୁଁ ତ ସମସ୍ତଙ୍କୁ ଭଲ ପାଏ। କିଏ କଣ ଖାଇଲା, କିଏ କଣ ପିନ୍ଧିଲା, ଏଥିରେ ମୋର କିଛି ହେଲେ ଯାଏସ୍ ନାହିଁ। ଯାହା ତ ଗପିଥିଲେ। ଏଇ 2 ଦିନ ତଳେ ନୀଳିମା ଘରେ ଆମେ ଗପସପ କରୁଥିବା ବେଳେ ତାର ସମ୍ପର୍କୀୟ ଭାଉଜ ଜଣେ ଘରକୁ ଆସିଲେ। ମୁଁ କିଛି ସମୟ ରହି ସେଠୁ ଚାଲି ଆସିଥିଲି, କିନ୍ତୁ ସେଇଦିନ ସନ୍ଧ୍ୟାରେ ତାର ଦାମିକା ଡାଇମଣ୍ଡର ନାକଚଣାକୁ ସେ ଖୋଜି ପାଇଲାନି। ସେ ଭାବିଲା ମୁଁ କାଳେ ସେମାନଙ୍କ ଗପସପର ସୁଯୋଗ ନେଇ ଲୁଚେଇ ନେଇ ଆସିଛି। ତମେ ତ ଜାଣିଛ, ମୁଁ କାହାରି ଜିନିଷକୁ ହାତ ଲଗାଏନି, ହେଲେ ପ୍ରତିଭାଠୁ ଯାହା ଶୁଣିଲି ମୁଁ ସହିପାରୁନି। ବିପିନ ବାବୁ ତଟସ୍ଥ ହୋଇ ସବୁ କଥା ଶୁଣୁଥିଲେ। ସଙ୍ଗୀତା ଯେ ଖୁବ୍ ଭାବପ୍ରବଣ ସେ ତା ଜାଣନ୍ତି। କାହାରି ଅପମାନ ଓ ଅପବାଦ ସହିପାରିବା ଧୈର୍ଯ୍ୟ ତାଙ୍କର ନାହିଁ, କାରଣ ସେ ସମସ୍ତଙ୍କୁ ହୃଦୟ ଦେଇ ଭଲ ପାଆନ୍ତି ଏବଂ ସମସ୍ତଙ୍କଠୁ ଭଲ ପାଇବା ଆଶା କରନ୍ତି। କୌଣସି ପ୍ରକାର ସେ ସଙ୍ଗୀତାକୁ ଶାନ୍ତ କରିବାକୁ ଚାହୁଁଥିଲେ। ଶେଷରେ ସେ କହିଲେ, ଗୀତା, ସତ କଥା ସବୁବେଳେ ଦିନର ଆଲୁଅ ପରି ଫର୍ଚ୍ଚା। ଦିନେ ଦେଖିବ ପ୍ରକୃତ ସତ୍ୟ ସମସ୍ତଙ୍କ ଆଖି ଆଗକୁ ଆସିବ। ତମେ ଯଦି ପ୍ରକୃତରେ ଭଲ, ତେବେ ବିଳମ୍ବ ହେଉ ପଛେ ସମସ୍ତେ ତମକୁ ଦିନେ ନା ଦିନେ ନିଶ୍ଚୟ ବୁଝିବେ। ବିପିନ ବାବୁଙ୍କ ଅନେକ ବୁଝାସୁଝା ପରେ ଶାନ୍ତ ହୋଇଥିଲେ ସଙ୍ଗୀତା। ମାତ୍ର ଗଭୀର ନିଦରେ ମଧ୍ୟ ରହି ରହି ତାଙ୍କର କୋହ ମିଶା ଦୀର୍ଘଶ୍ୱାସ ଉଠୁଥାଏ। ସଙ୍ଗୀତା କ୍ରମେ ସ୍ୱାଭାବିକ ହେବାରେ ଲାଗିଲେ, କିନ୍ତୁ ପୂର୍ବ ପରି ମିଶାଣିଆ ହୋଇ ପାରିନଥିଲେ। ତାଙ୍କର ହାବଭାବ ଆଚରଣରେ ପରିବର୍ତ୍ତନ ସେମିତି ରହିଥିଲା। ସବୁବେଳେ ଖିଲିଖିଲି ହସୁଥିବା ମଣିଷଟି କ୍ରମେ ନୀରବ ଓ ଅଧିକରୁ ଅଧିକ ଗମ୍ଭୀର ହୋଇ ପଡୁଥିଲା। ସମ୍ବେଦନଶୀଳ ମଣିଷମାନେ ଖୁବ୍ ସ୍ପର୍ଶକାତର ସତରେ। ଶାରୀରିକ ଆଘାତ ଅପେକ୍ଷା ମାନସିକ ଆଘାତକୁ ସହ୍ୟ କରିପାରିବା ସେମାନଙ୍କ ପକ୍ଷେ କାଠିକର ପାଠ ହୋଇଯାଏ। ସଙ୍ଗୀତାଙ୍କ ଶୁଖିଲା ମୁହଁ ଦେଖି ବିପିନ ବାବୁ ତାଙ୍କ ଅକୁହା ଯନ୍ତ୍ରଣାକୁ ବୁଝି ପାରୁଥିଲେ, ହେଲେ ସେ ଜାଣିଥିଲେ ସଂସାରଟା ବଡ଼ ବିଚିତ୍ର। ଏଠି ଭଲ ଲୋକଙ୍କ ଅପେକ୍ଷା ଖରାପ ଲୋକ ଅଧିକ ମାତ୍ରାରେ ରହିବେ ହିଁ ରହିବେ। ଆଉ ଯୋଉ ଏଇ ଭଲ ଆଉ ଖରାପ ମଝିରେ ସନ୍ତୁଳନ ରକ୍ଷା କରି ବଞ୍ଚିବା ହିଁ ମଣିଷର ଧର୍ମ। ଏଭଳି ଯିଏ କରିପାରେ ସେମାନେ ହିଁ ଶାନ୍ତିରେ ବଞ୍ଚି ପାରନ୍ତି। ବେଳେ ବେଳେ ସଙ୍ଗୀତାକୁ ପଚାରନ୍ତି ବିପିନ, ଏଇ କଲୋନୀ ଛାଡ଼ିଦବା କି? ସଙ୍ଗୀତା ମୁଣ୍ଡ ହଲେଇ ନାହିଁ କରିଦେଇ ଚାଲିଯାଆନ୍ତି। ରାସ୍ତାର ଗୋଡ଼ି ମାଟିକୁ ଭଲ ପାଉଥିବା ସଙ୍ଗୀତା ଯେ ସେଇ କଲୋନୀର ମୋହ ତୁଟାଇ ଯାଇପାରୁନାହାନ୍ତି କି ଯାଇପାରିବେ ନାହିଁ,
ବିପିନ ବାବୁ ଭଲ ଭାବରେ ବୁଝିପାରନ୍ତି। ବିପିନ ବାବୁ ଯାହା ଭୁଲନ୍ତୁ ପଛେ ସଙ୍ଗୀତାଙ୍କ ଜନ୍ମଦିନକୁ କେବେ ଭୁଲନ୍ତି ନାହିଁ। ସ୍ନେହ ରଙ୍କୁଣୀ ସଙ୍ଗୀତାକୁ ଜନ୍ମଦିନରେ ସାଧାରଣ ଫୁଲଟେ ଦେଲେ ବି ସେ ଖୁସି ହୋଇଯାଏ। ଏସବୁ ପରିସ୍ଥିତି ଭିତରେ ବିପିନ ବାବୁ ଭାବିଲେ ମନ ପରିବର୍ତ୍ତନ ପାଇଁ ଏଥର ତାକୁ କୌଣସି ଗୋଟେ ଦର୍ଶନୀୟ ସ୍ଥାନ ବୁଲେଇ ନେବେ। ଜନ୍ମଦିନର ପୂର୍ବ ସନ୍ଧ୍ୟାରେ ବିପିନ ବାବୁଙ୍କ ସହିତ ରାସ୍ତାରେ ହିଁ ଦେଖା ହୋଇଯାଇଥିଲେ ପ୍ରତିଭା ଓ ନୀଳିମା ଦେବୀ। କଥା ହେଉ ହେଉ ବିପିନ ବାବୁଙ୍କ ପାଟିରୁ ସଙ୍ଗୀତାଙ୍କ ଜନ୍ମଦିନ କଥାଟି ବାହାରିଗଲା। ନୀଳିମା ସଙ୍ଗେ ସଙ୍ଗେ କହିଲେ ଯେ ଯଦି ଏଇ କଥାଟି ସେମାନେ ଜାଣିନଥାନ୍ତେ ତେବେ ବଡ ଭୁଲଟିଏ ହୋଇଯାଇଥାନ୍ତା। ଉଭୟ ବିପିନ ବାବୁଙ୍କୁ ଏଥିପାଇଁ ଧନ୍ୟବାଦ ମଧ୍ୟ ଦେଇଥିଲେ। ପରଦିନ ସକାଳୁ ସକାଳୁ ବିପିନ ବାବୁ ଓ ସଙ୍ଗୀତା ଜଗନ୍ନାଥ ଦର୍ଶନ ପାଇଁ ପୁରୀ ବାହାରିଗଲେ। ରାସ୍ତା ସାରା ବିପିନ ବାବୁ ତାଙ୍କୁ ଖୁସି କରାଇବା ପାଇଁ ମଜାଳିଆ କଥା ସବୁ କହୁଥାନ୍ତି। ଶେଷରେ ସେମାନେ ପୁରୀରେ ପହଞ୍ଚିଗଲେ। ଜଗନ୍ନାଥଙ୍କୁ ଦେଖି ଆଖି ବନ୍ଦ କରି ଭୋ ଭୋ କାନ୍ଦି ଉଠିଲେ ସଙ୍ଗୀତା। ଉଆଁସ ରାତିରେ ବିନ୍ଦୁଏ ଆଲୋକ ପରି ଜଗନ୍ନାଥ ତାଙ୍କୁ ଏକମାତ୍ର ଆଲୋକ ଭଳି ଜ୍ୟୋତିଦୀପ୍ତ ପିଣ୍ଡ ପରି ମନେ ହେଉଥାନ୍ତି। ପ୍ରତି ଦୁଃଖୀ ମଣିଷର ଧର୍ମ ମୂକ ସାକ୍ଷୀ ସେଇ ଚକା ଆଖି। ସତେ ଯେମିତି ଲୁହର ବିଭୂତି ଢାଳି ଦେଇ ସଙ୍ଗୀତା ତାଙ୍କ ମନର ପ୍ରତିଟି ବ୍ୟଥାକୁ ଜଗନ୍ନାଥଙ୍କ ପାଖରେ ଅଜାଡ଼ି ଦେବାକୁ ଚାହୁଁଥିଲେ। ଅବଢ଼ା ଖାଇ ସମୁଦ୍ର ଦର୍ଶନ କରି ଫେରିଲା ବେଳକୁ ପ୍ରାୟ ମୁହଁ ସଞ୍ଜ। ଘର ଚାବି ଖୋଲୁଥିବା ବେଳେ କେହି ଜଣେ ପଛପଟୁ ଆସି ସଙ୍ଗୀତାଙ୍କର ଆଖିକୁ ବୁଜି ଧରିଲା। ବିପିନ ବାବୁ ହୋ ହୋ ହେଇ ହସି ଉଠିଲେ। ଆଖିରୁ ହାତ ବାହାର କରି ଦେଖିଲା ବେଳକୁ ସାମ୍ନାରେ ଛିଡ଼ା ହୋଇଥିଲେ ସୁରଭି ଓ କଲୋନୀର କେତେ କିଏ। ନୀଳିମା ଧରିଥିଲେ ଏକ ସୁନ୍ଦର ଗୋଲାପ ଫୁଲ ତୋଡ଼ା। ସମସ୍ତେ ଏକ ସ୍ୱରରେ ଗାଇ ଉଠିଲେ, ହାପି ବର୍ଥଡେ ଟୁ ୟୁ। ଜନ୍ମଦିନର ଶୁଭେଚ୍ଛା ଜଣାଇ ସମସ୍ତେ ତାଳି ମଧ୍ୟ ମାରିଥିଲେ। ଭିଡ଼ ଭିତରୁ ସାମାନ୍ୟ ବାହାରକୁ ବାହାରି ଆସି ସଙ୍ଗୀତାଙ୍କ ପାଖରେ ଛିଡ଼ା ହେଲେ ବାନ୍ଧବୀ ସୁରଭି। ସମସ୍ତଙ୍କୁ ଚୁପ୍ ରହିବା ପାଇଁ ଦି ହାତ ଟେକି ଇଙ୍ଗିତ କଲେ ଓ କହିଲେ, ଆଜି ଆମର ପ୍ରିୟ ସାଙ୍ଗ ସଙ୍ଗୀତାଙ୍କ ଜନ୍ମଦିନ। ବିପିନ ବାବୁଙ୍କୁ ଅନେକ ଧନ୍ୟବାଦ ଯେ ଗତକାଲି ରାତିରେ କଥା ପ୍ରସଙ୍ଗରେ ସେ ସଙ୍ଗୀତାର ଜନ୍ମଦିନ କଥା ଆମକୁ କହିଥିଲେ। ଏହି ସମୟରେ ସଙ୍ଗୀତା କାନରେ ପ୍ରତିଭା ଫିସଫିସ ହୋଇ କହିଲା, ଜାଣିଛୁ ନୀଳିମାର ଡାଇମଣ୍ଡ ନାକଚଣାଟି ତାରି ଖଟ ତଳେ ହିଁ ପଡ଼ିଥିଲା। ଗୋଡ଼ି ଭରି ଜିନିଷ ଟିକେ, ଅଯଥା ୟାକୁ ତାକୁ ଦୋଷ ଦେଉଥିଲା। ହେଉ, ଆଜିର ଦିନରେ ତୁ ଆଉ ମନ ଦୁଃଖ କରନା। ସେ ତତେ ଆଉ ଖରାପ ଭାବୁନି। ଏସବୁ କଥା ଜାଣିନଥିବା ସଙ୍ଗୀତା ଆଶ୍ଚର୍ଯ୍ୟ ହୋଇ କେବଳ ଚାହିଁ ରହିଥିଲେ। କଲୋନୀରେ ଜନ୍ମଦିନର ଏ ଆୟୋଜନ ଦେଖି ବିପିନ ବାବୁ ସମସ୍ତଙ୍କ ପାଇଁ କିଛି ମିଠା ଆଣିବା ଉଦ୍ଦେଶ୍ୟରେ ବଜାର ଆଡ଼କୁ ଚାଲିଗଲେ। ସମସ୍ତଙ୍କର ଏଭଳି ଆଦର ଦେଖି ସଙ୍ଗୀତା ମଧ୍ୟ ଖୁସି ହୋଇଯାଇଥିଲେ। ମାତ୍ର ଯେତେବେଳେ ନୀଳିମା ଉପହାର ସ୍ୱରୂପ ତାଙ୍କ ଉପରେ ଏକ ଦାମିକା ସଲ୍ ଢାଙ୍କି ଦେଲେ, ସେ ସଙ୍ଗେ ସଙ୍ଗେ ସେଇଟିକୁ କାନ୍ଧରୁ କାଢ଼ି ଆଣି ନୀଳିମାଙ୍କ କାନ୍ଧରେ ପକାଇଦେଲେ। ନୀଳିମା ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁ ରହିଲେ କେବଳ। ଆଖି ଛଳଛଳ କରି ସଙ୍ଗୀତା ଭାବୁଥିଲେ, ଶବ୍ଦର ଆଘାତରେ ଥରେ ସୃଷ୍ଟି ହୋଇଥିବା କ୍ଷତ କ'ଣ ସହଜରେ ମନରୁ ଯାଏ? ଦୀର୍ଘ ସମୟ ଲାଗେ। କ୍ଷତ ଭରେ କି ଭରେନି କହିହେବନି। ହୁଏତ କେବେ ଭରିଯାଏ, ପୁଣି ବି ଭରିପାରେନି। ଏତିକି ବେଳେ ସଙ୍ଗୀତାଙ୍କ ହାତକୁ ରଙ୍ଗୀନ ଜରି ଲଗା ପ୍ୟାକେଟଟିଏ ବଢ଼େଇ ଦେଲେ ସୁରଭି। ମାତ୍ର ସଙ୍ଗୀତା ହସି ଦେଇ ସେଇଟିକୁ ତାଙ୍କୁ ପୁଣି ଫେରେଇ ଦେଇ ହାତ ଯୋଡ଼ି କହିଲେ, ଆପଣମାନେ ମୋ ଜନ୍ମଦିନରେ ମୋତେ ଆଜି ବହୁତ ଖୁସି ଦେଇଛନ୍ତି, କିନ୍ତୁ ମୁଁ ଆପଣମାନଙ୍କର ଏଇ ଉପହାର ସବୁକୁ ଗ୍ରହଣ କରିପାରୁନି। ଏଇ ଉପହାର ଅପେକ୍ଷା ଆପଣମାନଙ୍କ ହୃଦୟର ସାମାନ୍ୟ ମାତ୍ର ଭଲ ପାଇବା ମୋତେ ଦରକାର। ଏତିକି କହି ଭିତରକୁ ଚାଲି ଯାଇଥିଲେ ସଙ୍ଗୀତା। ଗଲାବେଳେ କହୁଥାନ୍ତି, ଆପଣମାନେ ସମସ୍ତେ ଟିକେ ରୁହନ୍ତୁ। ଆଜି ସାଙ୍ଗମାନଙ୍କୁ ମୁଁ ମୋ ଜନ୍ମଦିନରେ କିଛି ଉପହାର ଦେବି ବୋଲି ଆଗରୁ ଭାବିଥିଲି। କିଛି ସମୟ ପରେ ବାହାରକୁ ପୁଣି ଆସିଥିଲେ ସଙ୍ଗୀତା ଏବଂ ହାତରେ ଥିଲା ଦାମିକା କାଶ୍ମୀର ଶାଲ୍ ତିନୋଟି।
ଜଣ ଜଣ କରି ତିନି ସାଙ୍ଗଙ୍କ କାନ୍ଧ ଉପରେ ଡାଳି ପକା ଶାଲରୁ ଖଣ୍ଡେ ଖଣ୍ଡେ ପକେଇ ଦେଲେ ସଙ୍ଗୀତା। ଶାଲ ଦେଉଥିଲା ବେଳେ ପ୍ରତିଭା ନୀଳିମାକୁ ଆଖିରେ ଠାରି ଦେଇ ସଙ୍ଗୀତା ପିନ୍ଧିଥିବା ଡାଇମଣ୍ଡ ରିଙ୍ଗକୁ ଦେଖେଇଲା। ବିପିନ ବାବୁ ବଜାରରୁ ଆଣିଥିବା ମିଠା ସମସ୍ତଙ୍କୁ ବାଣ୍ଟି ଚାଲିଥାନ୍ତି। ଶ୍ରୋତା ବନ୍ଧୁ, ଆଜି ଆମେ ଶୁଣୁଥିଲେ ଏକ ଗପ ଯାହାର ଶୀର୍ଷକ ଥିଲା ଉପହାର। ଗପଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।